ଶ୍ରୋତାବନ୍ଧୁମାନଙ୍କୁ କୁଳମଣି ପଣ୍ଡାର ଅଭିନନ୍ଦନ। ଶ୍ରୋତାବନ୍ଧୁ, ଆମେ ଆଜି ଶୁକ୍ରବାର ବିଷୟରେ 6 ତାରିଖକୁ ନେଇ 6 ତାରିଖ ଶୁକ୍ରବାର, ଏଇ ତାରିଖରେ 12 ରାଶି 27 ନକ୍ଷତ୍ରଧାରୀ ଜନତା କେଉଁ ସୁଖ ସମ୍ଭାର ପାଇବେ ବା କେଉଁ ଦୁଃଖ ନଦୀରେ ସନ୍ତରଣ କରିବେ, ଆସନ୍ତୁ ଆଲୋଚନା କରିବା। ମେଷ ରାଶି ଶୁକ୍ରବାର ଦୃଷ୍ଟିରୁ ମେଷ ରାଶିର ଅଧିପତି ମଙ୍ଗଳ। ଶୁକ୍ର ମଙ୍ଗଳଙ୍କର ପଡ଼େନି, ତାଙ୍କର ଶତ୍ରୁତା ଅଛି। ତେଣୁ ମେଷ ରାଶି ଲୋକଙ୍କ ପାଇଁ ଆଜି ଛୋଟ ବଡ଼ ଶତ୍ରୁ ସୃଷ୍ଟି ହୋଇପାରନ୍ତି। ଯଦି ଆମେ ଭଲ, ସଂସାରରେ ସମସ୍ତେ ଭଲ। ଯଦି ଆମେ ମନ୍ଦ, ଏ ସଂସାରରେ ସମସ୍ତେ ମନ୍ଦ। ସୁତରାଂ ଆଜି ମେଷ ରାଶି ପାଇଁ ଯେଉଁ ଛୋଟ ବଡ଼ ଶତ୍ରୁ ସୃଷ୍ଟି ହେବେ, ତାହା ଆମ ଉପରେ ନିର୍ଭର କରେ। କେହି କାହାକୁ ସୁଖ ବା ଦୁଃଖ ଦିଏନି। ଶୁକ୍ରବାର ଦୃଷ୍ଟିରୁ ବାରାଧିପ ଶୁକ୍ର, ମେଷାଧିପ ମଙ୍ଗଳ। ଶତ୍ରୁତା ହେତୁ ମେଷ ରାଶିର ଲୋକେ ସଂଯମତାପୂର୍ବକ ବ୍ୟବହାର କରିବା ଉଚିତ। ନହେଲେ କେତେବେଳେ କ'ଣ ବା ଘଟିଯାଇପାରେ। ଦିବା 9:30 ପରେ ଅଶ୍ୱିନ ନକ୍ଷତ୍ରର ଅଶୁଭ ସମୟ ଆସିବ। ଏ ରାଶି ଜନତାଙ୍କ ପାଇଁ ଶୁକ୍ରବାର ଅର୍ଥ ପ୍ରାପ୍ତି ପଥ ପ୍ରଶସ୍ତ କରିଛି। ଆଜି ମେଷ ରାଶି ଜନତା ଚେଷ୍ଟା କଲେ, ଉଦ୍ୟମ କଲେ, ବିଧି ସେମାନଙ୍କର ସମସ୍ତ ଚିନ୍ତାଧାରା ପୂରଣ କରିବ। ଅର୍ଥ ପ୍ରାପ୍ତି ନିଶ୍ଚୟ ହେବ, କିନ୍ତୁ ଚେଷ୍ଟା ଆବଶ୍ୟକ। ଯେଣୁ ଲାଭପ୍ରଦ ଦିନ, ତେଣୁ ଏ ରାଶି ଜନତାଙ୍କ ପାଇଁ ଯାହା ଯାହା ଲାଭ କରିବା ପାଇଁ ଏମାନେ ଉଦ୍ୟମ କରୁଛନ୍ତି, ଯୋଜନା କରିଛନ୍ତି, ସମୁଚିତ ଚେଷ୍ଟା କରୁଛନ୍ତି, ତା ଅବଶ୍ୟ ଲାଭ କରିବେ। ଋଣଦାତା ଓ ରୋଗ ବ୍ୟାଧି ସାମାନ୍ୟ ଦୁଃଖ ଦେବେ, ଅନ୍ୟାନ୍ୟ ସମସ୍ୟା ନାହିଁ। ଆଜି ଲାଭପ୍ରଦ ଦିନ, ଅର୍ଥପ୍ରାପ୍ତି ଦିନ। ତେଣୁ ଯିଏ ଯେଉଁ ଯୋଜନା କରିଛନ୍ତି, ସେ ଯୋଜନାକୁ ସାକାର ଓ ସଫଳ କରିବା ପାଇଁ ସମୁଚିତ ଉଦ୍ୟମ କରନ୍ତୁ। ବିଧାତା ଅବଶ୍ୟ ଦୟା କରିବେ। ଋଣଦାତା ଆଉ ସାମାନ୍ୟ ରୋଗ, ଇଏ ବିଶେଷ କିଛି ନୁହଁ, ଯତ୍କିଞ୍ଚିତ୍ ଦୁଃଖ ଦେଇପାରନ୍ତି। ବୃଷ ରାଶି ଶୁକ୍ରବାର ହେତୁ ବୃଷ ରାଶି ପାଇଁ ଶୁଭ ବାର। ସବୁ କାମ ସୁରୁଖୁରୁରେ ଆରମ୍ଭ ହେବ ଓ ପରିସମାପ୍ତି ବି ହେବ। ସୁଯୋଗ ଆସିବ, ଚେଷ୍ଟା କଲେ ସଫଳ ହେବେ। ମାତ୍ର ବୃଷ ରାଶି ପୁରୁଷଙ୍କର ଆଜି ଘାତଚନ୍ଦ୍ର। ପୁଣି 9:30 ପରେ କୃତ୍ତିକା ନକ୍ଷତ୍ରଧାରୀ ସତର୍କ ରହିଲେ ଭଲ। 6 ତାରିଖରେ ଏମାନଙ୍କୁ ଦୈବ କରୁଣା ଅବଶ୍ୟ ଅଛି। ଏମାନେ ଶତ୍ରୁକୁ ପରାହତ କରିବେ। ନାନାବିଧ ସୁଖ ବିଭିନ୍ନ ରୂପରେ ଆସି ଏମାନଙ୍କୁ ସନ୍ତୁଷ୍ଟ କରିବ। ଆୟ ଅମଳରେ ବାଧା ନାହିଁ। ପରିବାରରେ, ସମାଜରେ ସୁନାମ ଅର୍ଜନ କରିବେ। ବୃଷ ରାଶି ଲୋକମାନେ ଆଜି ଶତ୍ରୁଙ୍କୁ ପରାହତ କରିବେ। ଯଦି ବୃଷ ରାଶିର ଲୋକମାନେ ଉଦ୍ୟମ କରିବେ, ତେବେ ସବୁ କ୍ଷେତ୍ରରେ, ସବୁ କାମରେ ବିଜୟ କେତନ ଉଡ଼େଇବେ, ମନ ପ୍ରଫୁଲ୍ଲ ରହିବ। ମିଥୁନ ରାଶି ଶୁକ୍ରବାର ହେତୁ ମିଥୁନ ରାଶିର ମିତ୍ରତା ବଢ଼ିବ। ମାତ୍ର ଅଳ୍ପ କିଛି ସାହାଯ୍ୟ ମିଳିବ। ଦିନ 9:30 ପରେ ମୃଗଶିରା ନକ୍ଷତ୍ରଧାରୀ ଜନତା ସତର୍କ ରହିଲେ ଭଲ। ପଞ୍ଚମାଧିପ ଶୁକ୍ର, ସେ ଏବେ ଅଛି ଶତ୍ରୁ ଘରେ।
ମିଥୁନ ରାଶିର ପଞ୍ଚମାଧିପ ହେଲେ ଶୁକ୍ର। ସେ ଅଛନ୍ତି ଶତ୍ରୁ ଘରେ ମାନେ ମୀନରେ। ଏଣୁ ସନ୍ତାନ ଚିନ୍ତାରେ ବିବ୍ରତ ହେବେ। ପୁରୁଣା ରୋଗ ଯୋଗୁଁ ବହୁ କଷ୍ଟ ପାଇବେ। ଦୂରଯାତ୍ରା ଜନିତ ଦୁଃଖ ଅଛି। ଖାଦ୍ୟ ପେୟ ଯଥା ସମୟରେ ମିଳିବନି। ମିଥୁନ ରାଶିଙ୍କର ଟିକେ ସମସ୍ୟା ଅଛି। ଯେହେତୁ ପଞ୍ଚମାଧିପ ପଞ୍ଚମ ଘରୁ ସନ୍ତାନ ଚିନ୍ତା କରାଯାଏ। ପଞ୍ଚମାଧିପ ହେଲେ ଶୁକ୍ର। ସେ ଅଛନ୍ତି ଶତ୍ରୁ ଘରେ। ଆଜି ଶୁକ୍ର ପଞ୍ଚମାଧିପ। ତେଣୁ ଆଜି ସନ୍ତାନ ଚିନ୍ତା ମୁଣ୍ଡକୁ ବିବ୍ରତ କରିବ। ଆଜି ଟିକେ ହଇରାଣ ହରକତ ହେବାର ଯୋଗ ଅଛି। ଦୂରଯାତ୍ରା କରନ୍ତୁନି। ଯଦି ଦୂରଯାତ୍ରା କରିବେ ବାଟରେ ହଇରାଣ ହେବେ। ସମସ୍ୟା ପରେ ସମସ୍ୟା ଆସିବ। ମିଥୁନ ରାଶି। ଏବେ ଆଲୋଚନା କରିବା କର୍କଟ ରାଶି କଥା। ଶୁକ୍ରବାର କର୍କଟ ପାଇଁ ଅଶୁଭ। ଶୁକ୍ରବାର କେବେ ଶୁଭ ହୋଇନଥାଏ। କାହା ପାଇଁ? କର୍କଟ ରାଶି ପାଇଁ। ଯଦି ସେଦିନ ଭଲ ଚନ୍ଦ୍ର ଥାଏ ତାହେଲେ ରକ୍ଷା ମିଳିଯାଏ। ତେଣୁ ଶୁକ୍ର କେବେ ଚନ୍ଦ୍ରଙ୍କର ମଙ୍ଗଳ କାମନା କରନ୍ତି ନାହିଁ। ଅବଶ୍ୟ ବୁଧଠୁ କମ୍ ଅମଙ୍ଗଳ କାମନା କରନ୍ତି। ଦିନ 9:30 ଠାରୁ ପୁଷ୍ୟାର ଚିନ୍ତା ବଢ଼ିଯିବ। ଧନାଗମ ଭଲ ହେବ। କର୍ମ କ୍ଷେତ୍ର ଚଳଚଞ୍ଚଳ ବୋଧ ହେବ। ଭାଇ ଭଉଣୀ ସମ୍ପର୍କ ବିଗିଡ଼ିଯିବ। ଫାଟ ଦେଖାଯିବ। ପର ବୁଦ୍ଧି ପ୍ରଳୟଙ୍କାରୀ ଏହି ଚିନ୍ତା ମୁଣ୍ଡକୁ ଆସିବ। ତେଣୁ ଆପଣ ପର ବୁଦ୍ଧିରେ ପରିଚାଳିତ ନ ହୋଇ କାନକୁଆ କଥାରେ ଭଳି ନ ଯାଇ ନିଜ ବୁଦ୍ଧି ବିବେକ ଦ୍ୱାରା ସମସ୍ୟାର ସମାଧାନ କରନ୍ତୁ। କର୍ମ ନିଷ୍ପତ୍ତି ନିଅନ୍ତୁ। କିଛି ଅଧିକ ଖର୍ଚ୍ଚ ହେଇପାରେ। କାହା କଥାରେ ଭଳି ଯାଆନ୍ତୁନି। ଏ ସଂସାରରେ ଆଜି ଯେଉଁ କଳହ ହେଉଛି କେବଳ ପର ବୁଦ୍ଧିରେ। ପର କଥା ଶୁଣି ଆପଣ ବିବ୍ରତ ହୁଅନ୍ତୁନି। ନିଜ ବୁଦ୍ଧି ଆପଣଙ୍କୁ ସହାୟ ହେବ। ସିଂହ ରାଶି। ଶୁକ୍ରବାର ଜନିତ ଦୁଃଖରେ ସିଂହ ରାଶି ଆଜି ଭାଙ୍ଗି ପଡ଼ିବେ। ସମସ୍ତେ ଖାଲି ହାଁ ହେବେ। କେଉଁଠୁ ଆସିବ, କେମିତି ଆସିବ, କ'ଣ କରିବ। ହେଲେ ସହଯୋଗର ହାତ ଲମ୍ବି ଆସିବ। ଧୀରେ ଧୀରେ ମଙ୍ଗଳ ହେବ। ସାମାନ୍ୟ ସହଯୋଗ ମିଳିପାରେ ଏବଂ ଅହେତୁକ ଦୁଃଖ ମନକୁ ଭାରାକ୍ରାନ୍ତ କରିବ। କହି ହେବନି କି ସହି ହେବନି। ତଥାପି ବ୍ୟଥା ବେଦନାରେ ଛଟପଟ ହେବେ। ଆୟ ପୂର୍ବବତ ହେବ। ଦେହ ଭଲ ରହିବ। ଯଥା ସମୟରେ ଆବଶ୍ୟକୀୟ ଧନ ଆଦି ମିଳିଯିବ। ତଥାପି ଦିନ 9:30 ଠାରୁ ମଘା ନକ୍ଷତ୍ରର ସତର୍କ ରହିବା ଉଚିତ। ସିଂହ ରାଶି ପାଇଁ ଆଜି ଏକ ମିଶ୍ରିତ ଦିନ। ମନ ଭିତରେ କୌଣସି ଏକ ଦୁଶ୍ଚିନ୍ତା ଘାଣ୍ଟି ଚକଟି ହେବ। ମନ ବିବ୍ରତ ହେବ। ଆଉ ସହଯୋଗ ମିଳିବ ସେ ନ ମିଳିଲା ଭଳିଆ। ତେଣୁ କାହାକୁ ଆଶ୍ରା ନ କରି ନିଜ ଗୋଡ଼ରେ ଠିଆ ହୋଇ ନିଜ ଶିଙ୍ଗରେ ମାଟି ତାଡ଼ିଲେ ନିଜର ମଙ୍ଗଳ ହେବ। ହଁ ବନ୍ଧୁ, ଆସନ୍ତୁ ଯିବା କନ୍ୟା ପାଖ। ଶୁକ୍ରବାର କନ୍ୟା ରାଶି ପାଇଁ ଶୁଭପ୍ରଦ ହୋଇଥାଏ। କନ୍ୟା ରାଶିଧାରୀଙ୍କ ପାଖେ ପାଖେ ହିତାକାଂକ୍ଷୀ ମିତ୍ର ରହିବେ। ସହଯୋଗ କରିବେ। ଦେହ ପା ସୁସ୍ଥ ରହିବ। ଆୟ ଅମଳରେ ବାଧା ନାହିଁ। ଯଥା ସମୟରେ ସମସ୍ତ ସମସ୍ୟାର ସମାଧାନ ହେବ। କୌଳିକ ମୌଳିକ ସୁଖ ମିଳିବ। ଆର୍ଥିକ ଓ ପାରମାର୍ଥିକ ଶାନ୍ତି ପାଇବେ। ପାରିବାରିକ ଓ ସାମାଜିକ ସମ୍ମାନ ବଢ଼ିଯିବ। ବୌଦ୍ଧିକ ବିଜୟ ହେବ। 9:30 ପରେ ଉତ୍ତର ଫାଲ୍ଗୁନ ନକ୍ଷତ୍ରର ଅଶୁଭ ସମୟ ଆସିବ। ମାନେ କନ୍ୟା ପାଇଁ ସବୁ ଦିଗରୁ ଭଲ।
10:30 ପର୍ଯ୍ୟନ୍ତ, ରାତି 10:30 ପର୍ଯ୍ୟନ୍ତ ସମସ୍ତ ରାଶିଙ୍କ ପାଇଁ କୁହାଯାଉଛି। ରାତି 10:30 ପରେ ସବୁ ରାଶିଙ୍କର ଭାଗ୍ୟରେ ପରିବର୍ତ୍ତନ ଆସିବ। ସେତେବେଳେ କିଏ ଶୋଇଥିବ ତ ଅନୁଭବ କରିବ, ନ ଶୋଇଥିଲେ ବି ଅନୁଭବ କରିବ, ସମୟ ବଦଳିଯିବ। ତୁଳା ରାଶି, ତୁଳା ରାଶିର ମାଲିକ ଶୁକ୍ର, ଏଣୁ ବାର ଦୃଷ୍ଟିରୁ ଆଜି ବହୁତ ଶୁଭଫଳ ମିଳିବ। ତୁଳା ରାଶିଆଙ୍କୁ ବହୁ ବ୍ୟୟ ହେବ, ଆୟ ମାନ୍ଦା ହେବ, ଦେହ ଖରାପ ହେବ, ମନ୍ଦ ବୁଦ୍ଧି ମୁଣ୍ଡକୁ ଆସିବ। କୌଣସି ଯୋଜନା ସଫଳ ରୂପ ନେବନି। ଯୁକ୍ତି ତର୍କ ନ କଲେ ଭଲ। ଦିନ 9:30 ପରେ ଚିତ୍ରା ନକ୍ଷତ୍ରଧାରୀ ଜନତା ପୂର୍ଣ୍ଣ ସତର୍କ ରହିବା ଉଚିତ। ଶୁକ୍ରବାର ନ ହୋଇଥିଲେ ଇଏ ସମସ୍ୟା ବମ୍ ଭଳି ଫୁଟନ୍ତା। ଶୁକ୍ରବାର ବୋଲି ଏଇ ବଡ଼ ବଡ଼ ସମସ୍ୟା ଆସିବ, ବିଶେଷ କ୍ଷତି କରିବନି। ବିଛା ଆଲୋଚନା କରିବା। ଶୁକ୍ରବାର ହେତୁ ବିଛାର ହେବା କାମ ହୋଇପାରିବନି। ଆଜି ବିଛାର ଘାତବାର। 9:30 ପରେ ପରେ ଅନୁରାଧା ନକ୍ଷତ୍ରର ଅଶୁଭ ସମୟ ଆସିବ, ଏଣୁ ସତର୍କତା ଅବଲମ୍ବନୀୟ। ଅତୀତର କୌଣସି ଘଟଣାକୁ ନେଇ ଆଜି ଗଭୀର ଚିନ୍ତା କରିବେ। ଅନ୍ତରଙ୍ଗ ଭାବୁଥିବା ଲୋକ ସହିତ ଆଜି ଭାବ ବିନିମୟ କରି ଶାନ୍ତି ପାଇପାରନ୍ତି। ଦେହ ମୁଣ୍ଡ ଠିକ୍ ରହିବ। କର୍ମ ଯାହା ନିତିଦିନି କରୁଛନ୍ତି ତାହା କରିବେ, ସେଥିରୁ ଆୟ ଅମଳ ଭଲ ହେବ। ତେଣୁ ଧନ ସମସ୍ୟା ନାହିଁ। ଖାଲି ଅତୀତର କୌଣସି ଘଟଣାକୁ ନେଇ ଆପଣ ଟିକେ ଚିନ୍ତା କରିବେ, ବିବ୍ରତ ହେବେନି। ମନକୁ ଅନେକ ପ୍ରଶ୍ନ ଆସିବ। କୌଣସି ଅନ୍ତରଙ୍ଗ ବନ୍ଧୁଙ୍କ ସହ ଏ ବିଷୟରେ ଆଲୋଚନା କରି ଶାନ୍ତି ପାଇବେ। ଧନୁ 6 ତାରିଖ, ଧନୁ ରାଶିର ଘାତବାର। ଧନୁ ରାଶି ପୁରୁଷଙ୍କର ଘାତ ଚନ୍ଦ୍ର, ଏଣୁ ଧନୁ ରାଶିର ପୁରୁଷଙ୍କ ପାଇଁ ଦିନଟି ଅତି ଜଟିଳ। ଦିବା 9:30 ପରେ ମୂଳା ନକ୍ଷତ୍ରର ଅତି ଅଶୁଭ ସମୟ। ତଥାପି ଏ ରାଶିର ଲୋକେ ଅନ୍ୟମାନଙ୍କୁ ଯେପରି ସ୍ନେହ ଆଦର କରିବେ, ଠିକ୍ ସେହିପରି ସ୍ନେହ ମମତା ଆଦର ପାଇ ଖୁସି ହେବେ। ଆଜି ଏମାନେ ଅନ୍ୟକୁ ସ୍ନେହ ବାଣ୍ଟିବେ, ଆଦର କରିବେ। ଫଳରେ ଅନ୍ୟମାନେ ଏମାନଙ୍କୁ ଉତ୍ତମ ବୋଲି ସମ୍ମାନିତ କରିବେ। ସମସ୍ତ କର୍ମ ଯୋଜନା ସଫଳ ହେବ। କୌଣସି ବାଧାବିଘ୍ନ ନାହିଁ। ଆୟ ଅମଳ ଠିକ୍ ଠାକ୍ ଚାଲିବ। ଧନୁ କଥା ସଇଲା। ମକର, ମକର ରାଶି। ମକର ରାଶି ପାଇଁ ଦୈନନ୍ଦିନ କର୍ମ ଠିକ୍ ଠାକ୍ ଚାଲିବ। ସବୁ ସହଯୋଗ ମିଳିବ। କୌଣସି ଦୁର୍ବୁଦ୍ଧି ମୁଣ୍ଡକୁ ଆସି ଖାଦ୍ୟ କଷ୍ଟ ଦେବ। ଯଥା ସମୟରେ ଯଥୋଚିତ ଖାଦ୍ୟ ଖାଇପାରିବେନି। ଅପମାନିତ ହୋଇପାରନ୍ତି। ଲୋକେ ବାଧ୍ୟ ହୋଇ ଧର୍ମ କାର୍ଯ୍ୟରେ ମନ ଦେବେ। ଖାଦ୍ୟ ରୁଚିକର ହୋଇ ନପାରେ। ଅନ୍ୟକୁ ଠକିବା ପାଇଁ ଯୋଜନା କରି ହାରିଯିବେ। 9:30 ପରେ ଉତ୍ତରାଷାଢ଼ା ନକ୍ଷତ୍ରର ଆଜି ଘାତବାର। ସୁତରାଂ ସେମାନେ ଟିକେ ଜଗି ରଖି ଚଳିବା ଉଚିତ। ଆଜିର ଅଶୁଭ ସମୟ 10:27ରୁ 11:56। ମୁଁ ୟା ପରେ ଆପଣମାନଙ୍କୁ ଅନ୍ୟ 3 ରାଶିରେ କହିବି। ସୂର୍ଯ୍ୟୋଦୟ ହେବେ 6:03:58। ସୂର୍ଯ୍ୟାସ୍ତ ହେବ 5:51 ପରେ। ଆଜି ଘାତବାର। ବିଛା ଧନୁ ମୀନ ରାଶିର, ଘାତ ଚନ୍ଦ୍ର ବୃଷ ରାଶି ପୁରୁଷଙ୍କର, ଧନୁ ରାଶି ମହିଳାଙ୍କର। ଏବେ ଆଲୋଚନା କରିବା କୁମ୍ଭ ରାଶି କଥା। ଶୁକ୍ରବାର 6 ତାରିଖ ଦିନଟି କୁମ୍ଭ ରାଶି ପାଇଁ ଆଦୌ ଶୁଭ ନୁହେଁ।
ଏବେ କୁମ୍ଭରେ ମାନେ ଲଗ୍ନରେ ରବି ବୁଧ ମଙ୍ଗଳ ଓ ରାହୁ ବିଚିତ୍ର ସମୟ ଭୋଗ ହେଉଛି। କେତେବେଳେ ଅତି ଆନନ୍ଦ ତ କେତେବେଳେ ଅତି ଦୁଃଖ। କେତେବେଳେ ମନ ହେଉଛି ମୁଁ ପାହାଡ଼ ଚଢ଼ିବି, କେତେବେଳେ ମନକୁ ଦେହକୁ ଏତେ କଷ୍ଟ ହେଉଛି ମୁଁ ବୋଧେ ଆଉ ବଞ୍ଚିବିନି। ବିଚିତ୍ର ସମୟ ଭୋଗ ହେଉଛି। ଶୁକ୍ରବାର କୌଣସି ସୁଖ ସୁବିଧା ନାହିଁ। ଦେହ ଖରାପ ହେବ, ପୁରୁଣା ରୋଗ ପୁଣି ମୁଣ୍ଡ ଟେକିବ। ଦୂରଯାତ୍ରା ନ କଲେ ଭଲ କାମ କରି ନିନ୍ଦା ପାଇବେ। ଆୟ ଅମଳରେ ବାଧା ଆସିବ। ଭୋଜନ ଶୟନରେ ଅଶାନ୍ତି ମିଳିବ। ଦିନ 9:30 ପରଠାରୁ ଧନିଷ୍ଠାର ଅଶୁଭ ସମୟ। କୌଣସି କାର୍ଯ୍ୟ କରିବା ପୂର୍ବରୁ ବହୁତ ଭାବନ୍ତୁ। ତରବରରେ ଯେକୌଣସି କାମ ଆଜି କରିବେ ସେ କାମ ଭଣ୍ଡୁର ହେଇଯିବ, କେବେ ପୂରଣ ହେବନି। ସାବଧାନ। ମୀନ ରାଶି 6 ତାରିଖ ଶୁକ୍ରବାର ଦିନଟି ମୀନ ରାଶିକୁ ରାତି 10:20 ଯାଏ ପୂର୍ଣ୍ଣ ସହାୟ ହେବ। ଟିକେ ପୂର୍ବରୁ କହିଲି ନା, 10:30 ପର୍ଯ୍ୟନ୍ତ ରାତି 10:20 ଯାଏ ଗୋଟିଏ ପ୍ରକାର ଭାଗ୍ୟ ଭୋଗ କରିବେ ସମସ୍ତେ। 10:20 ପରେ ସମସ୍ତଙ୍କର ଭାଗ୍ୟର ପରିବର୍ତ୍ତନ ହେବ। ତେଣୁ ଏଇ ମୀନରାଶି ଲୋକମାନେ ରାତି 10:20 ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁଖ ଶାନ୍ତି ପାଇବେ। ତେଣୁ ସବୁ ଗ୍ରହ ଆଜି ମୀନ ଉପରେ ସନ୍ତୁଷ୍ଟ ଅଛନ୍ତି। ଆୟର ଦ୍ୱାର ଉନ୍ମୁକ୍ତ ରହିବ। ରୋଜଗାରର ପନ୍ଥା ଖୋଲା ଅଛି। ଅଳସୁଆ ପାଇଁ କିଛି ନାହିଁ, ମୂର୍ଖ ପାଇଁ କିଛି ନାହିଁ, ପରବୁଦ୍ଧିଆ ପାଇଁ କିଛି ନାହିଁ। ଯେଉଁମାନେ ବୁଦ୍ଧିମାନ ବିବେକୀ କଠିନ ପରିଶ୍ରମ କରନ୍ତି, ମୁଣ୍ଡଝାଳ ତୁଣ୍ଡରେ ମାରନ୍ତି, ସେଇ ମୀନରାଶି ଲୋକମାନେ ଆଜି ଯୋଜନା ମୁତାବକ ଫଳ ପାଇବେ। କର୍ମଠ, ଧର୍ମଜ୍ଞ, ନ୍ୟାୟନୀତି ନିପୁଣ, ଉଦ୍ୟମୀ ମାନେ ନିଜ ନିଜ ବୃତ୍ତିରୁ, ଚାକିରିରୁ, ବ୍ୟବସାୟରୁ, ସେବାରୁ ଇଚ୍ଛାନୁରୂପେ ଆୟ ଅମଳ କରିବେ। କେବଳ ନ୍ୟାୟୋଚିତ ଚେଷ୍ଟା ଦରକାର। ଶାରୀରିକ ସମସ୍ୟା ନାହିଁ, ବୌଦ୍ଧିକ ବିକାଶ ହେବ, ସମାଜରେ ସମ୍ମାନ ବଢ଼ିବ। ବନ୍ଧୁ, ଆସନ୍ତାକାଲି ଈଶ୍ୱର ଚାହିଁଲେ ମୁଁ ପୁଣି ଆପଣଙ୍କର ସେବା କରିବି। ରହିଲି, ନମସ୍କାର।